ଶ୍ରୀ ଜଗନ୍ନାଥ। ଗୋଟେ କଥା କହୁଛି ଆପଣମାନଙ୍କୁ, ଏଇଟା କୌଣସି ଖରାପ କଥା ନୁହେଁ। ତେବେ କଥା ହେଉଛି ଯେ ବର୍ତ୍ତମାନ ସମୟରେ ସବୁଠୁ ଅତି କଦର୍ଯ୍ୟ ଚିନ୍ତାଧାରା, ଅତି କଦର୍ଯ୍ୟ ଖେଳ ହେଉଛି କ'ଣ ଜାଣିଛନ୍ତି? ଆଉ ବହୁତ ଯନ୍ତ୍ରଣାଦାୟକ ଖେଳ ହେଉଛି କାହା ହୃଦୟକୁ ଯନ୍ତ୍ରଣା ଦେବା। ଯଦି ଆପଣ କାହାର ହୃଦୟକୁ ଭଲରେ ରଖିପାରୁନାହାନ୍ତି, ତେବେ କାହା ହୃଦୟକୁ ଯନ୍ତ୍ରଣା ଦେବାର ତୁମର ଅଧିକାର ନାହିଁ। କହିବାର ପ୍ରକୃତ ତାତ୍ପର୍ଯ୍ୟ ହେଉଛି ଯେ ବର୍ତ୍ତମାନ ସମାଜରେ ଲୋକମାନଙ୍କୁ ଅତି ଆତ୍ମୀୟତା କରିଦେଇଥାନ୍ତି ବହୁତ କମ୍ ଦିନ ଭିତରେ। ଆଉ ଯେଉଁ ଅପୋଜିଟ୍ ଲୋକଟି ସେଣ୍ଟିମେଣ୍ଟାଲ ଥିବ, ଇମୋସନାଲ୍ ଥିବ, ସିଏ ଆପଣଙ୍କୁ ବହୁତ ନିଜର ବୋଲି ଭାବି ଦେଇଥିବ। ଏତେ ନିଜର ଭାବି ଦେଇଥିବ ତାକୁ ଆପଣ କଳ୍ପନା କରିପାରିବେ ନାହିଁ। ଆପଣ ତାଙ୍କ ସହିତ ଅତି ଖୁସିରେ ଶାନ୍ତିରେ ଫୋନରେ ବାର୍ତ୍ତାଳାପ କରିବେ ଏବଂ ତାଙ୍କୁ ଏତେ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଇଦେବେ, ସିଏ ବହୁତ ଆପଣଙ୍କୁ ନିଜର ଭାବି ଦେଇଥିବ। କିନ୍ତୁ ଶେଷରେ ସମୟ ଆସିଲେ ଆପଣ ଟିକେ ନାକୁ ଯଦି ସେ ଲୋକ କ'ଣ ନାହିଁ କ'ଣ କହିଦେଇଥିବ, ଆପଣ ତା ସହିତ କଥାବାର୍ତ୍ତା କରିବେ ନାହିଁ, ତାଙ୍କ ଫୋନ୍ ନମ୍ବରକୁ ବ୍ଲକ୍ କରିଦେବେ। ପ୍ରକୃତରେ ଏହା ହେଉଛି ଦୁନିଆରେ ସବୁଠୁ ଖତରନାକ ଖେଳ। ଯଦି ଗୋଟେ ମଣିଷକୁ ଆପଣ ଏତେ ସ୍ନେହ ଶ୍ରଦ୍ଧା ଦେଲା ପରେ ଯଦି ସେ କ'ଣ ନାହିଁ କ'ଣ ପଦେ କହିଦେଇଛି, ତେବେ ତା ଭାବନାକୁ ଆପଣ ନ ଚିନ୍ତା କରି ତାକୁ ଏତେ ବଡ଼ ଶାସ୍ତି ଦେବା ତୁମର ଅଧିକାର ନାହିଁ। କାହିଁ ଜାଣିଛନ୍ତି? ଆପଣ ଯଦି ଏପରି କାର୍ଯ୍ୟ କରିବେ ନା, ଭଗବାନ ଆପଣଙ୍କୁ କେବେ ବି ଶାନ୍ତି ରଖିଦେବେନି। କାରଣ ଭଗବାନ କେବେ ହେଲେ ବି ଯେଉଁମାନେ ସାଧାରଣ ନିରୀହ ନିର୍ମାୟ ଲୋକ ଥିବେ, ତାଙ୍କର ଦୁଃଖ କଷ୍ଟକୁ ସହିପାରିବେନି। ଆଉ ତାଙ୍କ ଦୁଃଖ କଷ୍ଟକୁ ଯିଏ ଦୁଃଖ ଦେଇଥିବ ନା, ଯିଏ ତାଙ୍କ ହୃଦୟକୁ ଯନ୍ତ୍ରଣା ଦେଇଥିବ, ବେଶ୍ ସିଏ ଆଜି ଭଲରେ ରହିପାରେ। କାହିଁ ଜାଣିଛନ୍ତି? ତାଙ୍କ ପାଖରେ ପଇସା ଅଛି, ଧନ ଅଛି, ସମ୍ପତ୍ତି ଅଛି, ସବୁକିଛି ତମମାନଙ୍କ ପାଖରେ ଅଛି, କିନ୍ତୁ ସେ ହୃଦୟକୁ ଯେଉଁ ଯନ୍ତ୍ରଣା ଦେଇଛନ୍ତି, ଭଗବାନ ତା'ର ଶୁଦ୍ଧ ମୂଳ ଚକ୍ରବୃତ୍ତି ଶୁଦ୍ଧିକିରି ଆପଣଙ୍କ ପାଖକୁ ଫେରାଇବେ। ଆଉ ଯେତେବେଳେ ଫେରାଇବେ ଆପଣ କାନ୍ଦୁଥିବେ, ନିଶ୍ଚିତ ରୂପେ କାନ୍ଦିବେ। କାହିଁକି ନା ଜଣକୁ ଯେତେବେଳେ ଆପଣ ଯନ୍ତ୍ରଣା ଦେଇଛନ୍ତି ନା, ତା ଫଳ କୁଆଡ଼େ ଯିବ? ମୁଁ ଯାହା କରିବି ମୋ କର୍ମର ଫଳ ମୁଁ ହିଁ ପାଇବି, ଅନ୍ୟ କେହି ପାଇବେ ନାହିଁ। ସବୁବେଳେ ମନେ ରଖିଥାନ୍ତୁ, କାହାର ଭାବନା ଉପରେ, କାହାକୁ କାହା ହୃଦୟ ଉପରେ ଆପଣ ଯନ୍ତ୍ରଣା କେବେ ଦିଅନ୍ତୁ ନାହିଁ। ଯଦି ଇଚ୍ଛା ନାହିଁ ମିଶିବା ପାଇଁ, ଯଦି ଇଚ୍ଛା ନାହିଁ କଥା ହେବା ପାଇଁ, ଷ୍ଟ୍ରେଟ୍ ଫରୱାର୍ଡ଼ ପ୍ରଥମରୁ ମନା କରିଦିଅନ୍ତୁ, କିଛି ଅସୁବିଧା ନାହିଁ। ଆପଣ ଅତି ମିଶିଲା ପରେ, ଅତି ସମ୍ପର୍କ ଯୋଡ଼ିଲା ପରେ ଯଦି କାହାକୁ ଏମିତି ମଝିରେ ହଇରାଣ କରିବେ, ତେବେ ଭଗବାନ ପାଖରେ ଆପଣ ନିଶ୍ଚିତ ରୂପେ ଦ୍ରୋହୀ ହେଇଯିବେ। ଆଉ ଅଧିକା କିଛି କହିବା ପାଇଁ ଚାହୁଁନାହିଁ। ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ ଏବଂ ସଦ୍ବୁଦ୍ଧି ଦିଅନ୍ତୁ, କିନ୍ତୁ କାହାର ଭାବନା ସହିତ, କାହାର ହୃଦୟ ସହିତ କେବେ ହେଲେ ଖେଳ ଖେଳନ୍ତୁ ନାହିଁ। ଖେଳିବେ ତ ନିଶ୍ଚିତ ରୂପେ ଆପଣ ହିଁ ହଇରାଣ ହେବେ। କାରଣ ଭଗବାନ ଆପଣଙ୍କୁ କେବେ ଶାନ୍ତି ରଖିଦେବେ ନାହିଁ। ଆପଣଙ୍କ ପରିବାରକୁ ଛାରଖାର କରିଦେବେ, ନଷ୍ଟ କରିଦେବେ। ସେଥିପାଇଁ ଟିକେ ଭଗବାନଙ୍କୁ ଆଶ୍ରିତ ହେଇ ସତ୍ମାର୍ଗରେ ରୁହନ୍ତୁ। କାହା ସହିତ ବୋଧେ ସମ୍ପର୍କ ବଢ଼ାନ୍ତୁ ନାହିଁ। ଉଦ୍ଦେଶ୍ୟ ନାହିଁ ମିଶିବା ପାଇଁ, କଥା ହେବା ପାଇଁ ତ ଠିକ୍ ଅଛି, କିଛି ଆବଶ୍ୟକତା ବି ନାହିଁ। କିନ୍ତୁ କାହା ସହିତ ଅତ୍ୟଧିକ ମିଶିକି କାହାର ଅନ୍ତରାତ୍ମାକୁ କଷ୍ଟ ଦେବା, ଯନ୍ତ୍ରଣା ଦେବା, ଏଇଟା କେବେ ବି ଗୋଟେ ମଣିଷର ମଣିଷତ୍ୱ ନୁହଁ। ରହୁଛି। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଭାସ୍କର, ଜୟ ଶ୍ରୀ ମହାକାଳ।